ଯୋଡ଼ି ଚାତରରେ ନୂତନ ଗଣ୍ଡ ସମାଜ କମିଟି ଗଠନ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ଗ୍ରାମ ପଞ୍ଚାୟତର ଯୋଡ଼ିଚାତର ଗ୍ରାମର ସଂକୀର୍ତ୍ତନ ଗୃହଠାରେ ଗଣ୍ଡ ସାଂସ୍କୃତିକ ସମାଜର ଏକ ବୈଠକ ଆୟୋଜିତ ହୋଇଯାଇଛି। ଶରଧାପୁର ଏବଂ ଯୋଡ଼ିଚାତର ଏହି ଦୁଇ ଗ୍ରାମକୁ ନେଇ ଏକ ଗଣ୍ଡ ସମାଜର ପଲ୍ଲୀ ରହିଅଛି। ସେହି ପଲ୍ଲୀର ନବୀକରଣ ପାଇଁ ଉଭୟ ଦୁଇ ଗ୍ରାମର ଗଣ୍ଡ ସମାଜର ଜାତିପ୍ରେମୀ ଭାଇ ଭଉଣୀମାନେ ବୈଠକରେ ଯୋଗ ଦେଇଥିଲେ। ଦୀର୍ଘ ଦିନ ହେଲା ଏହି ପଲ୍ଲୀର ନବୀକରଣ କରିବା ପାଇଁ ଯୋଗାଯୋଗ ରହି ଆବଶ୍ୟକ ସମୟରେ ନବୀକରଣ ବୈଠକ ଆୟୋଜନ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଗଣ୍ଡ ସାଂସ୍କୃତିକ ସମାଜ ଏକ ସେବାର ପ୍ରତୀକ ହୋଇଥିବା ବେଳେ ନିଜ ଜାତିର ସଂସ୍କାର, ପରମ୍ପରା, ବିବାହ, ପୂଜାର୍ଚ୍ଚନା ସହିତ ପର୍ବପର୍ବାଣୀର ଏକ ନିଆରା କାର୍ଯ୍ୟକ୍ରମ ରହିଥାଏ। ତା ସହିତ ଗଣ୍ଡ ସାଂସ୍କୃତିକ ସମାଜର ନୃତ୍ୟକଳା ମଧ୍ୟ ଖୁବ୍ ଉଚ୍ଚକୋଟୀର ହୋଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିସାରିଛି। ସେହି ସଂସ୍କୃତି, ପରମ୍ପରା ଏବଂ ନୃତ୍ୟକଳାକୁ ଆଗାମୀ ପିଢ଼ି ବଞ୍ଚାଇ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛି। ସେହି ପ୍ରୟାସକୁ ଉଜ୍ଜୀବିତ କରି ରଖିବା ପାଇଁ ଶରଧାପୁର ଏବଂ ଯୋଡ଼ିଚାତର ଗ୍ରାମକୁ ନେଇ ଗଢ଼ି ଉଠିଥିବା ଗଣ୍ଡ ସାଂସ୍କୃତିକ ସମାଜର ଯୋଡ଼ିଚାତର ପଲ୍ଲୀକୁ ନୂତନ ଭାବରେ ନବୀକରଣ କରି ଗଣ୍ଡ ସାଂସ୍କୃତିକ ସମାଜକୁ ଆଗକୁ ନେବା ପାଇଁ ପ୍ରୟାସ ଜାରି ରଖିଛି। ଏହି ଯୋଡ଼ିଚାତର ପଲ୍ଲୀ ବୈଠକରେ କେନ୍ଦୁଝର ଗଣ୍ଡ ସାଂସ୍କୃତିକ ସମାଜର ଜାତି ସୈନିକଚନ୍ଦ୍ର ମୋହନ ନାୟକ, କୃଷ୍ଣଚନ୍ଦ୍ର ନାୟକ, ଗୋକୁଳ ନାୟକ ଏବଂ କୀର୍ତ୍ତନ ବିହାରୀ ନାୟକ ଅତିଥି ଭାବରେ ଯୋଗ ଦେଇଥିଲେ। ଉପସ୍ଥିତ ରହିଥିବା ସମସ୍ତ ଗଣ୍ଡ ସମାଜ ଭାଇ ଭଉଣୀଙ୍କ ସହମତିରେ ଯୋଡ଼ିଚାତର ପଲ୍ଲୀର ଏକ ନୂତନ କମିଟି ଗଠନ କରାଯାଇଥିଲା। ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଯୋଡ଼ିଚାତର ପଲ୍ଲୀ ପାଇଁ ସଭାପତି ଭାବରେ ଟସ୍କର ନାୟକ, ଉପସଭାପତି ଭାବରେ ଗୌରାଙ୍ଗ ଚରଣ ନାୟକ, ସମ୍ପାଦକ ପାର୍ବତୀ ନାୟକ, ସହ ସମ୍ପାଦକ ପାନ ନାୟକ ନିର୍ବାଚିତ ହୋଇଥିବା ବେଳେ ମିନତୀ ନାୟକ ଏବଂ ପ୍ରମିଳା ନାୟକଙ୍କୁ ପଲ୍ଲୀ ସଂଯୋଜକ ଭାବରେ ନିର୍ବାଚିତ କରାଯାଇଥିଲା। ବୈଠକ ପୂର୍ବରୁ ବିଧିମତେ ଜାତିର ଆରାଧ୍ୟ ଦେବ ଜଙ୍ଘାଦେବ, ଲିଙ୍ଗାଦେବ ଏବଂ ବଡ଼ାଦେବଙ୍କ ସହିତ ଆରାଧ୍ୟ ଦେବୀ ମା ଗୌରୀଙ୍କୁ ପୂଜା କରି ବୈଠକ ଆରମ୍ଭ କରାଯାଇଥିଲା। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ।